କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ଜାତୀୟ ଉଦ୍ୟାନର ଗାଁଗୁଡ଼ିକରେ ସାପର ଆତଙ୍କ। ଗୋଟିଏ ଦିନରେ 2ଟି ସ୍ଥାନରୁ 2ଟି ସାପ ଉଦ୍ଧାର। ଗୋଟିଏ 10 ଫୁଟର ଅଜଗର ଆଉ ଗୋଟିଏ 5 ଫୁଟର ତମ୍ଫ ସାପ ଉଦ୍ଧାର। ଭିତରକନିକା ଜାତୀୟ ଉଦ୍ୟାନ ଅଧୀନସ୍ଥ ଈଶ୍ୱରପୁର ପଞ୍ଚାୟତସ୍ଥିତ ରିଘାଗଡ଼ ଗାଁର ନେମୁଣା ବେହେରା ବାଡ଼ିରୁ ଆଜି ସକାଳ 7 ଘଟିକା ସମୟରେ 10 ଫୁଟ ଲମ୍ବର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟପଟେ 11 ଘଟିକା ସମୟରେ ଖମାରସାହି ପଞ୍ଚାୟତର ଖମାରସାହି ଗ୍ରାମର ମାଣ୍ଟୁ ପରିଡ଼ାଙ୍କ ବାଡ଼ିରୁ 5 ଫୁଟ ଲମ୍ବର ଏକ ତମ୍ଫ ସାପ ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। ନେମୁଣା ବେହେରାଙ୍କ ବାଡ଼ିରେ ଅଜଗର ସାପ ଓ ମାଣ୍ଟୁ ପରିଡ଼ାଙ୍କ ବାଡ଼ିରେ ତମ୍ଫ ସାପକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ଭିତରକନିକାର ସାପ ଉଦ୍ଧାରକାରୀ ଟିମ୍ ପହଞ୍ଚି ପ୍ରଥମେ ଅଜଗର ଉପରେ ତମ୍ଫ ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଭିତରକନିକା ଜାତୀୟ ଉଦ୍ୟାନ ଜଙ୍ଗଲ ମଧ୍ୟରେ ଛାଡ଼ିଥିବା ନେଇ ବନ ବିଭାଗ ତରଫରୁ ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ ପ୍ରତିଜ୍ଞା ଲାଇଭ୍।